8 ଲକ୍ଷ ସିମ୍ କାର୍ଡ ବନ୍ଦ ହେବ। ନୂଆଦିଲ୍ଲୀ ସାଇବର ଅପରାଧ ଅନଲାଇନ୍ ଠକେଇରେ ବ୍ୟବହୃତ ସିମ୍ କାର୍ଡଗୁଡ଼ିକ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଟେଲିକମ୍ କମ୍ପାନୀଗୁଡ଼ିକ ଏକାସଙ୍ଗେ 18 ଲକ୍ଷରୁ ଅଧିକ ସିମ୍ କାର୍ଡକୁ ବନ୍ଦ କରିବେ। ସାଇବର ଅପରାଧକୁ ରୋକିବା ଲାଗି ସରକାର ଆରମ୍ଭ କରିଥିବା ଅଭିଯାନର ଅଂଶସ୍ୱରୂପ ଏହି ପଦକ୍ଷେପ ଗ୍ରହଣ କରାଯିବ। ଗତବର୍ଷ ଟେଲିକମ୍ କମ୍ପାନୀଗୁଡ଼ିକ 2 ଲକ୍ଷ ସିମ୍ ବନ୍ଦ କରିଥିଲେ। ହରିୟାଣାର ଏକ ଅଞ୍ଚଳରେ 37,000 ସିମ୍ ବନ୍ଦ କରାଯାଇଥିଲା। ଏ ସମ୍ପର୍କରେ ଜଣେ ସରକାରୀ ଅଧିକାରୀ କହିଛନ୍ତି ଯେ ତଦନ୍ତ ବେଳେ ଜଣାପଡ଼ିଥିଲା ଯେ ଠକେଇ ଲାଗି ଗୋଟିଏ ଫୋନ୍ରେ 1000 ପର୍ଯ୍ୟନ୍ତ ସିମ୍ ବ୍ୟବହାର କରାଯାଇଛି। 28,220ଟି ମୋବାଇଲ ହ୍ୟାଣ୍ଡସେଟ୍କୁ ଅଚଳ କରିବେ ଏବଂ 20 ଲକ୍ଷ ମୋବାଇଲ ନମ୍ବର ପୁନଃ ଯାଞ୍ଚ କରିବା ଲାଗି ଟେଲିକମ୍ କମ୍ପାନୀଗୁଡ଼ିକ ଟେଲିକମ୍ ବିଭାଗ ଚଳିତ ମାସ 9 ତାରିଖରେ ନିର୍ଦ୍ଦେଶ ଜାରି କରିଥିଲେ। କିନ୍ତୁ ଦେଖାଯାଏ ଯେ ଏଭଳି ମାମଲାରେ ମାତ୍ର 10% ମୋବାଇଲ ନମ୍ବରରେ ପୁନଃ ଯାଞ୍ଚ ସମ୍ଭବ ହୋଇଥାଏ ଏବଂ ଅବଶିଷ୍ଟ ନମ୍ବରଗୁଡ଼ିକୁ ଅଲଗା କରାଯାଏ। ସେହି ହିସାବରେ ଦେଖିଲେ 8 ଲକ୍ଷ ମୋବାଇଲ ନମ୍ବର ବନ୍ଦ ହେବାକୁ ଯାଉଛି। 15 ଦିନ ଭିତରେ ପୁନଃ ଯାଞ୍ଚ ଅବଧି ଶେଷ ପରେ ସିମ୍ ଅଚଳ ପ୍ରକ୍ରିୟା ଆରମ୍ଭ ହେବ ବୋଲି କହିଛନ୍ତି। ମୋବାଇଲ ଫୋନ୍ ଜରିଆରେ ହେଉଥିବା ଆର୍ଥିକ ଠକେଇ ବଢ଼ିବା ପରେ ସରକାର ଚିନ୍ତିତ ହୋଇପଡ଼ିଛନ୍ତି।